ଦୁଷ୍କର୍ମର ଫଳ ଯେତେବେଳେ ହେଲେ ଭୋଗିବ। ମନୁଷ୍ୟ କଦାପି ଏପରି ସନ୍ଦେହ କରିବା ଉଚିତ ନୁହେଁ ଯେ ମୋର ପାପ କମ୍ ଥିଲା ଅଥଚ ଦଣ୍ଡ ଅଧିକ ଭୋଗିବାକୁ ପଡ଼ିଲା, ଅଥବା ମୁଁ ପାପ କରିନଥିଲି କିନ୍ତୁ ମୋତେ ଦଣ୍ଡ ମିଳିଲା। କାରଣ ଏହା ସର୍ବଜ୍ଞ, ସର୍ବସୁହୃଦ ଓ ସର୍ବସମର୍ଥ ଭଗବାନଙ୍କର ବିଧାନ। ଭଗବାନଙ୍କ ବିଧାନରେ କାହାକୁ ପାପଠାରୁ ଅଧିକ ଦଣ୍ଡ ମିଳେ ନାହିଁ ଏବଂ ଯେଉଁ ଦଣ୍ଡ ମିଳେ ତାହା ଅବଶ୍ୟ କୌଣସି ନା କୌଣସି ପାପର ହିଁ ଫଳ। ଗୋଟିଏ ଗାଁରେ ଜଣେ ଭଦ୍ରବ୍ୟକ୍ତି ରହୁଥିଲେ। ତାଙ୍କ ଘର ଆଗରେ ଜଣେ ବଣିଆ ରହୁଥିଲା। ବଣିଆ ସୁନା ଆଣୁଥିଲା ଓ ସେଥିରେ ଅଳଙ୍କାର ତିଆରି କରୁଥିଲା। ଏହି ଉପାୟରେ ସେ ଜୀବିକା ନିର୍ବାହ କରୁଥିଲା। ଦିନେ ତା ପାଖରେ ଅଧିକ ସୁନା ରହିଯାଇଥିଲା। ରାତିରେ ପହରା ଦେଉଥିବା ଜଣେ ସିପାହୀକୁ ଏ କଥା ଜଣାପଡ଼ିଗଲା। ସିପାହୀ ଜଣକ ବଣିଆକୁ ମାରି ସୁନା ବାକ୍ସଟିକୁ ନେଇ ଯାଉଥିଲା। ସେତିକି ବେଳକୁ ସାମନା ଘରର ଭଦ୍ରବ୍ୟକ୍ତି ଜଣକ ପରିସ୍ରା କରିବାକୁ ଉଠିଥିଲେ। ସେ ସିପାହୀକୁ ଧରି ପକାଇ କହିଲେ, ତୁ ବାକ୍ସଟିକୁ ନେଇ କୁଆଡ଼େ ଯାଉଛୁ? ସିପାହୀ କହିଲା, ଚୁପ୍ ରହ, ପାଟି କରନା। ଏଥିରୁ କିଛି ସୁନା ତୁ ନେଇଯା, ଆଉ କିଛି ମୁଁ ନେଇଯାଉଛି। ଭଦ୍ରବ୍ୟକ୍ତି କହିଲେ, ମୁଁ କେମିତି ନେବି? ମୁଁ କ'ଣ ଚୋର? ସିପାହୀ କହିଲା, ଦେଖ, ତୁ ମୋ କଥା ମାନିଯା, ନହେଲେ ଦୁଃଖ ଭୋଗିବୁ। ମାତ୍ର ଭଦ୍ରବ୍ୟକ୍ତି ଜଣକ ତାହା ପ୍ରତ୍ୟାଖ୍ୟାନ କଲେ। ତେଣୁ ସିପାହୀ ବାକ୍ସଟିକୁ ତଳେ ରଖି ଭଦ୍ରବ୍ୟକ୍ତିଙ୍କୁ ଧରି ପକାଇ ଜୋରରେ ହୁଇସିଲ ବଜାଇ ଦେଲା। ହୁଇସିଲ ଶୁଣି ଅନ୍ୟ ସ୍ଥାନର ସିପାହୀମାନେ ସେଠାରେ ରୁଣ୍ଡ ହୋଇଗଲେ। ସେହି ସିପାହୀ ଜଣକ ସମସ୍ତଙ୍କୁ କହିଲା, ଇଏ ବଣିଆ ଘରୁ ବାକ୍ସ ନେଇ ପଳାଇ ଯାଉଥିଲା, ମୁଁ ଏହାକୁ ଧରିଛି। ସିପାହୀମାନେ ଘରେ ପଶି ଦେଖିଲା ବେଳକୁ ବଣିଆ ମରି ପଡ଼ିଛି। ସେମାନେ ଭଦ୍ରବ୍ୟକ୍ତିଙ୍କୁ ଧରି କୋର୍ଟରେ ହାଜର କରାଇଲେ। ବିଚାରପତିଙ୍କ ଆଗରେ କଥା ପଡ଼ିବାରୁ ଭଦ୍ରବ୍ୟକ୍ତି ଜଣକ କହିଲେ, ଆଜ୍ଞା, ମୁଁ ମାରିନାହିଁ, ସିପାହୀ ମାରିଛି। ସିପାହୀମାନେ ଏକ ସ୍ୱରରେ କହି ଉଠିଲେ, ନା ନା, ଇଏ ମାରିଛି, ଆମେମାନେ ନିଜେ ଏହାକୁ ରାତିରେ ଧରିଛୁ। ମୋକଦ୍ଦମା ଚାଲିଲା। ଶେଷକୁ ସେହି ଭଦ୍ରବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଆଦେଶ ହେଲା। ଫାଶୀ ଆଦେଶ ଶୁଣି ଭଦ୍ରବ୍ୟକ୍ତିଙ୍କ ମୁଖରୁ ବାହାରି ପଡ଼ିଲା, ଦେଖ, ଏହା କେଡ଼େ ଘୋର ଅନ୍ୟାୟ। ଭଗବାନଙ୍କ ଦରବାରରେ ନ୍ୟାୟ ବୋଲି କିଛି ନାହିଁ। ମୁଁ ମାରିନାହିଁ, ଅଥଚ ମୋତେ ଫାଶୀ ଦଣ୍ଡ ମିଳୁଛି। ଆଉ ଯିଏ ମାରିଛି ସେ ନିର୍ଦ୍ଦୋଷରେ ମୁକ୍ତ, ତାକୁ ସାମାନ୍ୟ ଅର୍ଥଦଣ୍ଡ ବି ନାହିଁ। ଏହା କେଡ଼େ ଅନ୍ୟାୟ। ବିଚାରପତିଙ୍କ ଉପରେ ଏ କଥାର ଖୁବ୍ ବଡ଼ ପ୍ରଭାବ ପଡ଼ିଲା। ସେ ଭାବିଲେ, ବାସ୍ତବରେ ଏ ସତ କହୁଛି। ଏ କଥାର ପ୍ରକୃତ ତଦନ୍ତ କରିବା ଉଚିତ। ଏଇଭଳି ଭାବି ବିଚାରପତି ଏକ ଷଡ଼ଯନ୍ତ୍ର ରଚନା କଲେ। ଷଡ଼ଯନ୍ତ୍ର ଅନୁସାରେ ସକାଳ ହେବା ମାତ୍ରେ ଜଣେ ଲୋକ କାନ୍ଦି କାନ୍ଦି ଆସି କହିଲା, ଆଜ୍ଞା, ମୋ ଭାଇକୁ କିଏ ମାରିଦେଇଛି, ଏହାର ତଦନ୍ତ କରାଯାଉ। ବିଚାରପତି ସେହି ସିପାହୀ ଓ ଭଦ୍ରବ୍ୟକ୍ତିଙ୍କୁ ଶବଟିକୁ ଆଣିବାକୁ ପଠାଇଲେ। ଦୁହେଁ ସେହି ଲୋକ ସଙ୍ଗରେ ଶବ ପାଖକୁ ଗଲେ। ଏକ ଖଟରେ ଶବ ଉପରେ କପଡ଼ା ଘୋଡ଼ାଇ ଦିଆଯାଇଥିଲା। ଚାରିପାଖରେ ରକ୍ତ ପଡ଼ିଥିଲା। ଏ ଦୁହେଁ ଖଟଟିକୁ ଉଠାଇ ନେଲେ। ଅନ୍ୟ ଲୋକଟି ଖବର ଦେବା ବାହାନାରେ ଆଗରେ ଦୌଡ଼ି ପଳାଇଲା। ଶବଟିକୁ ନେଉ ଯାଉ ଯାଉ ବାଟରେ ସିପାହୀ ଭଦ୍ରବ୍ୟକ୍ତିଙ୍କୁ କହିଲା, ଦେଖେ, ସେଦିନ ଯଦି ତୁ ମୋ କଥା ମାନି ଯାଇଥାନ୍ତୁ ତତେ ସୁନା ମିଳିଥାନ୍ତା, ଆଉ ଫାଶୀ ଦଣ୍ଡ ମଧ୍ୟ ମିଳିନଥାନ୍ତା। ଏବେ ସତ୍ୟର ଫଳ ପାଇଲୁ ତ? ଭଦ୍ରବ୍ୟକ୍ତି ଜଣକ କହିଲେ, ମୁଁ ତ ସତ୍ୟତା ଦୃଷ୍ଟିରୁ ନିଜର କର୍ମ କରିଥିଲି। ଫାଶୀ ହେଲା ତ ହେଲା, ହତ୍ୟା କଲୁ ତୁ, ଆଉ ଫାଶୀରେ ଝୁଲିବି ମୁଁ। ହଉ, ଭଗବାନଙ୍କ ଦରବାରରେ ନ୍ୟାୟ ନାହିଁ। ଷଡ଼ଯନ୍ତ୍ର ଅନୁସାରେ ଖଟରେ ମଲା ଭଳି ଶୋଇ ରହିଥିବା ଲୋକଟି ଏହି ଦୁହିଁଙ୍କର କଥା ଶୁଣୁଥାଏ। ବିଚାରପତିଙ୍କ ଆଗରେ ଯେତେବେଳେ ଖଟ ରଖି ଦିଆଗଲା, ରକ୍ତାକ୍ତ କପଡ଼ା କାଢ଼ି ସେ ଲୋକଟି ଝାଡ଼ିଝୁଡ଼ି ହୋଇ ଠିଆ ହୋଇପଡ଼ିଲା ଏବଂ ରାସ୍ତାରେ ସିପାହୀ ଓ ଭଦ୍ରବ୍ୟକ୍ତିଙ୍କର ସମସ୍ତ ବାର୍ତ୍ତାଳାପ ବିଚାରପତିଙ୍କୁ କହିଲା। ଏହା ଶୁଣି ବିଚାରପତି ଚକିତ ହୋଇଗଲେ। ସିପାହୀ ମଧ୍ୟ ବୋକା ପାଲଟିଗଲା। ସିପାହୀକୁ ଜେଲରେ ରଖାଗଲା। ମାତ୍ର ବିଚାରପତିଙ୍କ ମନ ସନ୍ତୁଷ୍ଟ ହେଲା ନାହିଁ। ଭଦ୍ରବ୍ୟକ୍ତିଙ୍କୁ ଏକାନ୍ତରେ ସେ ପଚାରିଲେ, ଏ ଘଟଣାରେ ମୁଁ ତୁମକୁ ନିର୍ଦ୍ଦୋଷ ମନେ କରୁଛି, କିନ୍ତୁ ସତ କୁହ, ଏଇ ଜନ୍ମରେ ତୁମେ କୌଣସି ହତ୍ୟା କରିଛ କି? ଭଦ୍ରବ୍ୟକ୍ତି ଜଣକ କହିଲେ, ବହୁତ ଦିନ ତଳର କଥା। ଜଣେ ଦୁଷ୍ଟ ଲୋକ ଗୁପ୍ତ ଭାବରେ ମୋ ସ୍ତ୍ରୀ ପାଖକୁ ଆସୁଥିଲା। ମୁଁ ଏକାନ୍ତରେ ଦୁହିଁଙ୍କୁ ବହୁତ ବୁଝାଇଲି, ହେଲେ ସେମାନେ ଶୁଣିଲେ ନାହିଁ। ଦିନେ ରାତିରେ
ସେ ମୋ ଘରେ ଥିଲା ଆଉ ମୁଁ ଅଚାନକ ଆସିଗଲି। ମୋର ରାଗ ଚଢ଼ିଗଲା। ମୁଁ ଖଣ୍ଡାରେ ତା ମୁଣ୍ଡ କାଟି ତାକୁ ଘର ପଛପଟ ନଦୀରେ ଭସାଇ ଦେଲି। ଏଇ ଘଟଣା କାହାକୁ ଜଣା ନାହିଁ। ଏହା ଶୁଣି ବିଚାରପତି କହିଲେ, ତୁମକୁ ଅବଶ୍ୟ ଫାଶୀଦଣ୍ଡ ମିଳିବ। ମୁଁ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲି ଯେ ମୁଁ ତ କାହାରିଠାରୁ ଲାଞ୍ଚ ନେଇନାହିଁ, କେବେ ବିଶ୍ୱାସଘାତକତା କରିନାହିଁ, ପୁଣି ମୋ ଦ୍ୱାରା ଏହାକୁ ଫାଶୀଦଣ୍ଡ ଆଦେଶ ହେଲା କିପରି? ଏବେ ମୁଁ ସନ୍ତୁଷ୍ଟ ହେଲି। ସେହି ପାପର ଫଳ ତୁମକୁ ଏବେ ଭୋଗିବାକୁ ହେବ। ସିପାହୀକୁ ମଧ୍ୟ ଫାଶୀଦଣ୍ଡ ମିଳିବ। ଭଦ୍ରବ୍ୟକ୍ତି ଜଣକ ଚୋରି କରିଥିବା ସିପାହୀକୁ ଧରି ନିଜର କର୍ତ୍ତବ୍ୟ ପାଳନ କରିଥିଲେ। ତଥାପି ତାଙ୍କୁ ଯେଉଁ ଦଣ୍ଡ ମିଳିଲା, ତାହା ତାଙ୍କ କର୍ତ୍ତବ୍ୟ ପାଳନର ଫଳ ନୁହେଁ, ବରଂ ପୂର୍ବରୁ କରିଥିବା ହତ୍ୟାର ଫଳ। ମନୁଷ୍ୟର ନିଜକୁ ରକ୍ଷା କରିବାର ଅଧିକାର ରହିଛି, କାହାକୁ ମାରିବାର ଅଧିକାର ନାହିଁ। ରାଜାଙ୍କର ଓ ରକ୍ଷା କାର୍ଯ୍ୟରେ ନିଯୁକ୍ତ କ୍ଷତ୍ରିୟଙ୍କର ମାରିବାର ଅଧିକାର ଅଛି। କର୍ତ୍ତବ୍ୟ ପାଳନ କରିଥିବାରୁ ଭଦ୍ରବ୍ୟକ୍ତିଙ୍କୁ ପୂର୍ବ ହତ୍ୟାରୂପକ ପାପର ଫଳ ଏହିଠାରେ ମିଳିଗଲା ଏବଂ ପରଲୋକର ଭୟଙ୍କର ଦଣ୍ଡରୁ ତାଙ୍କୁ ମୁକ୍ତି ମିଳିଲା। ଏହିଠାରେ ଯେଉଁ ଦଣ୍ଡ ଭୋଗ ହୋଇଯାଏ, ସେଥିରୁ କମରେ ତ୍ରାହି ମିଳେ, ଅଳ୍ପକେ ପ୍ରାୟଶ୍ଚିତ ହୋଇଯାଏ। ନଚେତ୍ ପରଲୋକରେ ବଡ଼ ଭୟଙ୍କର ସୁଧ ସହିତ ଦଣ୍ଡ ଭୋଗିବାକୁ ପଡ଼େ। ଏହି କାହାଣୀରୁ ଜଣାଯାଏ ଯେ ମନୁଷ୍ୟର କେଉଁ ପାପର ଫଳ କେବେ ମିଳିବ ତାର କୌଣସି ଠିକଣା ନାହିଁ। ଭଗବାନଙ୍କର ବିଧାନ ଅତି ବିଚିତ୍ର। ପୂର୍ବ ପୁଣ୍ୟର ପ୍ରାବଲ୍ୟ ଥିବା ପର୍ଯ୍ୟନ୍ତ ଉଗ୍ର ପାପର ଫଳ ମଧ୍ୟ ତତ୍କାଳ ମିଳେ ନାହିଁ। ପୂର୍ବର ପୁଣ୍ୟ ଶେଷ ହୋଇଗଲେ ସେହି ପାପର ପାଳି ଆସେ। ଏଇ ଜନ୍ମରେ ହେଉ ବା ପରଜନ୍ମରେ ହେଉ ପାପର ଫଳ ବା ଦୁଷ୍କର୍ମର ଫଳ ଅବଶ୍ୟ ଭୋଗିବାକୁ ପଡ଼ିବ।